ସମସ୍ତଙ୍କୁ ମୋର ପ୍ରଣାମ। ମୁଁ ସାଇ ସ୍ୱାଗତ କରୁଛି ସାଇ ଶ୍ୟାମ୍ସ ୱାର୍ଲ୍ଡକୁ। ଆଜି ପବିତ୍ର ଦୀପାବଳି। ସମସ୍ତଙ୍କୁ ଦୀପାବଳିର ଶୁଭେଚ୍ଛା ଓ ଅଭିନନ୍ଦନ। ଦୀପାବଳି ହେଉଛି ଆଲୋକର ପର୍ବ। ଏହା ଅନ୍ଧକାର ଉପରେ ଆଲୋକର ବିଜୟର ପ୍ରତୀକ। ଏହି ଦିନ ଶ୍ରୀରାମଚନ୍ଦ୍ର 14 ବର୍ଷ ବନବାସ ଶେଷ କରି ଅଯୋଧ୍ୟାକୁ ଫେରିଥିଲେ। ଲୋକେ ଘରେ ଘରେ ଦୀପ ଜଳାଇ ସେମାନଙ୍କ ଆଗମନକୁ ସ୍ୱାଗତ କରିଥିଲେ। ଏହା ପ୍ରତିବର୍ଷ କାର୍ତ୍ତିକ ମାସ ଅମାବାସ୍ୟା ତିଥିରେ ପାଳନ କରାଯାଏ। ଏହି ଦିନ ମା କାଳୀଙ୍କୁ ମଧ୍ୟ ପୂଜା କରାଯାଏ। ସନ୍ଧ୍ୟାରେ ମା ଲକ୍ଷ୍ମୀ ଓ ପ୍ରଭୁ ଗଣେଶଙ୍କର ପୂଜା ଅର୍ଚ୍ଚନା କରାଯାଏ। ଏହା ଆମ ହିନ୍ଦୁମାନଙ୍କର ବଡ଼ ପର୍ବ ଅଟେ। ତ୍ରୟୋଦଶୀ ତିଥି ଠାରୁ ଅମାବାସ୍ୟା ତିଥି ପର୍ଯ୍ୟନ୍ତ ବହୁତ ଧୁମଧାମରେ ପାଳନ କରାଯାଏ। ତ୍ରୟୋଦଶୀରେ ପ୍ରଭୁ ଧନ୍ୱନ୍ତରୀଙ୍କ ଜନ୍ମ, ଚତୁର୍ଦ୍ଦଶୀକୁ ନରକ ଚତୁର୍ଦ୍ଦଶୀ ଓ ଯମଦୀପ ଦାନ ବୋଲି ପାଳନ କରାଯାଏ। ଆଉ ତା ପରଦିନ ଦୀପାବଳି ଅମାବାସ୍ୟା। ସମସ୍ତେ ନୂଆ ଲୁଗା ପିନ୍ଧନ୍ତି। ଘରେ ପିଠା ମିଠା ପ୍ରସ୍ତୁତ ହୁଏ। ଘର ରାସ୍ତାଘାଟ ସୁନ୍ଦର ସୁନ୍ଦର ଲାଇଟ୍ରେ ସଜାଯାଏ। ଚାରିଆଡ଼େ ଦୀପ ଲଗାଇ ଅନ୍ଧକାରକୁ ଦୂର କରାଯାଏ। ପିଲାଠୁ ଆରମ୍ଭ କରି ବଡ଼ ପର୍ଯ୍ୟନ୍ତ ସମସ୍ତେ ବାଣ ଫୁଟାନ୍ତି। ବିଭିନ୍ନ ପ୍ରକାର ବାଣର ଶବ୍ଦରେ ଚାରିଆଡ଼େ ପ୍ରକମ୍ପିତ ହୋଇଉଠେ। ଏହି ଦିନ ଆମ ପରମ୍ପରା ଅନୁସାରେ ଆମ ପିତୃପୁରୁଷଙ୍କୁ ଶ୍ରାଦ୍ଧ ଦିଆଯାଏ। କାଉଁରିଆ କାଠି ଜାଳି ବଡ଼ ବଡ଼ୁଆ ଡକାଯାଏ। ଆମ ପିତୃପୁରୁଷ ଶାନ୍ତି ହୋଇ ଆମକୁ ଆଶୀର୍ବାଦ ଦିଅନ୍ତି। ସମସ୍ତଙ୍କୁ ପୁଣି ଥରେ ହ୍ୟାପି ଦିୱାଲି।